ଘରେ ମୟୂର ଚନ୍ଦ୍ରିକା ରଖିବା ଶୁଭ ନା ଅଶୁଭ? ମୟୂର ଚନ୍ଦ୍ରିକାକୁ ସଠିକ୍ ଭାବରେ ବ୍ୟବହାର କରିକି ଆପଣମାନେ ଆପଣଙ୍କର ଆର୍ଥିକ ସମସ୍ୟା ହେଉ ବାସ୍ତୁ ସମସ୍ୟା ହେଉ ଏସବୁକୁ ଦୂର କରିପାରିବେ। ଖାଲି ଏହାର ସଠିକ୍ ବିଧି ଜାଣିବା ଦରକାର। ତେବେ ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ମୟୂର ପୁଚ୍ଛ ଆମ ପାଇଁ ନିହାତି ଭାବରେ ଶୁଭ, ଏଇଟା ଆପଣମାନେ ସମସ୍ତେ ଜାଣିଥିବେ। କାହିଁକି ନା ସ୍ୱୟଂ ନାରାୟଣ ଯେଉଁ ମୟୂର ପକ୍ଷୀକୁ ନିଜ ମସ୍ତକରେ ଧାରଣ କରନ୍ତି, ତାଠାରୁ ପବିତ୍ର ଜିନିଷ ଆମ ପାଇଁ ହୁଏତ ଆଉ କେଉଁଟା ବି ହେବନି। ଯେମିତି ପୂଜା ଘରେ ଆପଣମାନେ ଶଙ୍ଖ ରଖନ୍ତି, ଘଣ୍ଟ ରଖନ୍ତି, ହାତଘଣ୍ଟି ରଖନ୍ତି, ଦେବତା ପ୍ରତିମା ରଖନ୍ତି, ଠିକ୍ ସେହିପରି ମୟୂର ପୁଚ୍ଛ ମଧ୍ୟ ସମସ୍ତେ ପ୍ରାୟତଃ ଠାକୁର ଘରେ ରଖନ୍ତି। ରଖିବା ବି କଥା। ମୟୂର ପୁଚ୍ଛ ରଖିଲେ ନାରାୟଣଙ୍କର ବିଶେଷ ଭାବେ ଆମକୁ କୃପା ଲାଭ ହୋଇଥାଏ। ତେବେ ଜାଣି ରଖନ୍ତୁ, ମୟୂର ପକ୍ଷୀର ଏମିତି ପ୍ରଭାବ ରହିଛି ଯାହାର ପ୍ରଭାବରେ ଆପଣଙ୍କର ବାସ୍ତୁଦୋଷ ହେଉ କିମ୍ବା ଆପଣଙ୍କର ଯେକୌଣସି ସମସ୍ୟା ହେଉ, ସେଥିରୁ ସେ ଆପଣଙ୍କୁ ମୁକ୍ତି ଦେଇପାରିବ। ଆମର ବାସ୍ତୁଦୋଷ ହେଉ, ଫାଇନାନ୍ସିଆଲ କିଛି ଅସୁବିଧା ହେଉ, ଯାହା ବି ହେଉ, ଆପଣମାନେ ଏଇ ମୟୂର ପକ୍ଷୀ ସାହାଯ୍ୟରେ ସେସବୁକୁ ଦୂର କରିପାରିବେ। ଯଦି ଆପଣମାନେ ନିଜ ଘରେ ନେଗେଟିଭ୍ ଏନର୍ଜି ଫିଲ୍ କରୁଛନ୍ତି, ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କ ଘରେ ମୟୂର ପକ୍ଷୀ ରଖନ୍ତୁ। ଯଦି ଆପଣଙ୍କ ପରିବାରରେ ସବୁବେଳେ ଅଶାନ୍ତିର ବାତାବରଣ ଦେଖା ଦେଉଥାଏ, ତାହେଲେ ମଧ୍ୟ ମୟୂର ପକ୍ଷୀ ଆପଣମାନେ ନିଜ ଘରେ ରଖନ୍ତୁ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉ, ଭାଇ ଭାଇ ଭିତରେ ମତଭେଦ ହେଉ, ଭାଇ ଭଉଣୀଙ୍କ ଭିତରେ ମତଭେଦ ହେଉ, କିମ୍ବା ବାପା ମାଆଙ୍କ ସହିତ ଆପଣଙ୍କର ମତଭେଦ ହେଉ, ପରିବାରରେ ଯେକୌଣସି ସଦସ୍ୟଙ୍କ ସହିତ ଯଦି କାହାରି ମେଳ ଖାଉନଥିବ, କେହି କାହାକୁ ପସନ୍ଦ କରୁନଥିବେ, ସବୁବେଳେ ଗୋଟେ କଳି ଝଗଡ଼ା ଲାଗି ରହୁଥିବ ଆପଣଙ୍କ ଘରେ, ତାହେଲେ ନିଶ୍ଚିନ୍ତ ଭାବରେ ଆମକୁ ମୟୂର ପକ୍ଷୀ ରଖିବା ଆବଶ୍ୟକ। ଯଦି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥାଏ, ବୁଝାମଣାର ଅଭାବ ଦେଖା ଦେଉଥାଏ, ତାହେଲେ ଆପଣମାନେ କ'ଣ କରନ୍ତୁ ନା ଯେକୌଣସି ବିଷ୍ଣୁ ମନ୍ଦିର ଯାଆନ୍ତୁ, ଜଗନ୍ନାଥଙ୍କ ପାଖକୁ ଯାଆନ୍ତୁ, ସ୍ୱାମୀ ସ୍ତ୍ରୀ ଉଭୟ ଦୁଇଟି ମୟୂର ଚନ୍ଦ୍ରିକାକୁ ଭଗବାନଙ୍କ ନିକଟରେ ଅର୍ପଣ କରନ୍ତୁ। ଦୁଇଟି ମୟୂର ଚନ୍ଦ୍ରିକା ନେଇକି ଯିବେ, ଦୁଇଟି ଯାକ ଜଗନ୍ନାଥଙ୍କ ପାଖରେ ସମର୍ପଣ କରିବେ, ଗୋଟିଏ ଠାକୁରଙ୍କ ପାଖରେ ରଖିବେ, ଆଉ ଗୋଟିଏ ପୂଜା କରିକି ନେଇକି ଆସିବେ। ତାକୁ ନେଇକି ଆସିକି ଆପଣଙ୍କର ଠାକୁର ଘରେ ରଖିବେ। ଦେଖିବେ ନିଶ୍ଚିନ୍ତ ଭାବରେ ଆପଣଙ୍କ ଭିତରେ ଯେଉଁ କଳି ଝଗଡ଼ା ହେଉଛି, ଯେଉଁ ବୁଝାମଣାର ଅଭାବ ଦେଖା ଦେଉଛି, ଜଗନ୍ନାଥଙ୍କ କୃପାରୁ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ସେହିପରି ଆପଣଙ୍କ ଘରେ ଯଦି ବାସ୍ତୁ ସମସ୍ୟା ଥାଏ, ତାହେଲେ କ'ଣ କରିବେ? ଆପଣଙ୍କର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କର ପ୍ରତିମାଟିଏ ରଖନ୍ତୁ। ସେ ପ୍ରତିମାର ପଛପଟେ 3ଟି ମୟୂର ଚନ୍ଦ୍ରିକା ଲଗାଇ ଦିଅନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ଯେଉଁ ବାସ୍ତୁଦୋଷ, ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ଯଦି ଆପଣମାନେ ମନ ଲାଖି ଚାକିରିଟିଏ ପାଇପାରୁନାହାନ୍ତି, କିମ୍ବା ଆପଣଙ୍କର ବିବାହରେ ସମସ୍ୟା ଦେଖା ଦେଉଛି, ଯେକୌଣସି ସମସ୍ୟା ଦେଇ ଆପଣମାନେ ଗତି କରୁଛନ୍ତି, ସେଥିରୁ ମୁକ୍ତି ପାଇବା ପାଇଁ ଆପଣମାନେ ଏହି ଉପାୟଟି କରନ୍ତୁ। ଦେଖିବେ ନିଶ୍ଚିନ୍ତ ଭାବରେ ଆପଣଙ୍କର ମନୋକାମନା ପୂରଣ ହେବ। ସେହିପରି ଧନର ସମସ୍ୟା ଦେଇ ଯଦି ଆପଣମାନେ ଗତି କରୁଥାନ୍ତି, ତାହେଲେ କ'ଣ କରିବେ ନା କୌଣସି ଏକ କାଚ ପାତ୍ର ନିଅନ୍ତୁ, ସେଥିରେ କିଛି ଅରୁଆ ଚାଉଳ ରଖନ୍ତୁ ଏବଂ କିଛି ଖୁଚୁରା ପଇସା ମଧ୍ୟ ସେଠି ରଖନ୍ତୁ। କାଚ ପାତ୍ରଟି ଭରିଗଲା ପରେ ଅରୁଆ ଚାଉଳ ଏବଂ କିଛି ଖୁଚୁରା ପଇସା ସେଠି ରଖିବେ ଏବଂ ତା ଭିତରେ 4ଟି ମୟୂର ପକ୍ଷୀକୁ ସେଠି ଲଗାଇ ଦିଅନ୍ତୁ। ଏହାକୁ କେଉଁ ଦିଗରେ ରଖିବେ? ଏହାକୁ ଆପଣଙ୍କର ବେଡ଼ରୁମ୍ର ଦକ୍ଷିଣ ପୂର୍ବ କୋଣରେ ରଖନ୍ତୁ। ଦେଖିବେ ଧନର ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ସଦାବେଳେ ଯେଉଁ ଧନର ସମସ୍ୟା ଦେଖା ଦେଉଥିଲା, ସେଥିରୁ ନିହାତି ଭାବରେ ଆପଣମାନେ ମୁକ୍ତି ପାଇବେ। ଅଯଥା ଧନ ଖର୍ଚ୍ଚ ହେଉଥିବ ଆପଣଙ୍କର, ସବୁବେଳେ ଧନର ଗୋଟେ ସ୍ରୋତ ଭଳିଆ ଖର୍ଚ୍ଚ ଲାଗି ରହୁଥିବ, ଯେକୌଣସି ସମୟରେ ସଦାବେଳେ କହିବାକୁ ଗଲେ ଆପଣମାନେ ଧନ ଖର୍ଚ୍ଚ କରୁଥିବେ, ତେବେ ଏଇ ଜିନିଷଟିକୁ ଆପଣମାନେ ଆପଣଙ୍କର ବେଡ଼ରୁମ୍ର ଦକ୍ଷିଣ ପୂର୍ବ କୋଣ ବା ଯେଉଁଟାକି ଆମର ଅଗ୍ନିକୋଣ, ସେଇଠି ରଖନ୍ତୁ। ନିହାତି ଭାବରେ ଆପଣଙ୍କ ପାଇଁ ଶୁଭ ହେବ। ସେହିପରି ନିଜର ସନ୍ତାନର ଭବିଷ୍ୟତ ପାଇଁ, ବା ଯଦି ଆପଣଙ୍କର ପିଲା ପାଠପଢ଼ାରେ ତା'ର ମନ ଲାଗୁନି, ଭଲ ପାଠ ପଢ଼ୁନି, ଜମା ବି ପାଠ ପଢ଼ୁନି, ତାହେଲେ ଏହି ଉପାୟଟି କରନ୍ତୁ। କ'ଣ ଏହି ଉପାୟଟି? ଗୋଟିଏ ଷ୍ଟିଲ୍ ଗ୍ଲାସରେ ଆପଣମାନେ କିଛି ଅରୁଆ ଚାଉଳ ଏବଂ କିଛି କଏନ୍ ତା ଭିତରେ ଭର୍ତ୍ତି କରିଦିଅନ୍ତୁ ଏବଂ 7ଟି ମୟୂର ପକ୍ଷୀକୁ ତା ଭିତରେ ଖୋସି ଦିଅନ୍ତୁ ଏବଂ ଏଇ ଜିନିଷଟିକୁ
ପିଲାର ପାଠପଢ଼ା ଟେବୁଲ ପାଖରେ ରଖିଦିଅନ୍ତୁ। ଦେଖିବେ ନିଶ୍ଚିନ୍ତ ଭାବରେ ଆପଣଙ୍କର ପିଲା ମନ ଦେଇ ପାଠ ପଢ଼ିବ। ଏପରି କଲେ ପିଲାର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଏକାଗ୍ର ଚିତ୍ତ ହୋଇକି ବିଦ୍ୟା ଅଧ୍ୟୟନ କରିବାରେ ଏହା ତାକୁ ସାହାଯ୍ୟ କରିଥାଏ। ତେବେ ଆପଣମାନେ ଜାଣିଲେ ଯେ ଯଦି ଆପଣମାନେ ଘରେ ମୟୂର ପକ୍ଷୀ ରଖନ୍ତି ତାହେଲେ ଆପଣଙ୍କର କ'ଣ ଲାଭ ହୁଏ ନା ଆପଣଙ୍କ ଘରେ ଯେଉଁ ନେଗେଟିଭ୍ ଏନର୍ଜି ଅଛି ସେସବୁ ସମାପ୍ତ ହୋଇଥାଏ। ଆପଣଙ୍କ ଘରେ କେବେ ଧନର ସମସ୍ୟା ଦେଖାଯାଏନି। ଆପଣଙ୍କ ଘରେ ସବୁବେଳେ ହସ ଖୁସିର ବାସ ହୋଇଥାଏ। ଆପଣଙ୍କ ଘରେ ମା ଲକ୍ଷ୍ମୀ ବାସ କରନ୍ତି। ପରିବାର ଭିତରେ ସମ୍ପର୍କରେ ମଧୁରତା ଆସିଥାଏ, ନିବିଡ଼ତା ଆସିଥାଏ, କଳି ଝଗଡ଼ାର ଅନ୍ତ ହୁଏ, ପରିବାରର ସମସ୍ତ ସଦସ୍ୟମାନଙ୍କର ଉନ୍ନତି ହୁଏ ଏବଂ ବାସ୍ତୁ ସମସ୍ୟାରୁ ଆପଣମାନଙ୍କୁ ମୁକ୍ତି ମିଳିଥାଏ। ତେଣୁ ନିହାତି ଭାବରେ ମୟୂର ପକ୍ଷୀଟିଏ ଆପଣଙ୍କ ଘରେ ଆପଣମାନେ ରଖନ୍ତୁ। ମୟୂର ପକ୍ଷୀକୁ ଆପଣମାନେ ଘରେ କେଉଁ ଦିଗରେ ରଖିବେ? ବାସ୍ତୁଶାସ୍ତ୍ର ଅନୁସାରେ ଆପଣମାନେ ମୟୂର ପକ୍ଷୀକୁ ପୂର୍ବ ଦିଗରେ ଲଗାନ୍ତୁ, ଯାହାକି ଆପଣଙ୍କ ପାଇଁ ମଙ୍ଗଳ ହେବ। ସେହିଭଳି ଆପଣମାନେ ପୂଜା ଘରେ ବି ମୟୂର ପକ୍ଷୀ ରଖିପାରିବେ। ବେଡ଼ରୁମ୍ରେ ମଧ୍ୟ ଆପଣମାନେ ମୟୂର ପକ୍ଷୀ ରଖିପାରିବେ। ଖାସ୍ କରିକି ଯଦି ବେଡ଼ରୁମ୍ରେ ଆପଣମାନେ ମୟୂର ପକ୍ଷୀ ରଖନ୍ତି ତାହେଲେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ନିବିଡ଼ତା ଆସିଥାଏ। ତେବେ ମୟୂର ପକ୍ଷୀ ଆପଣମାନେ କାହାକୁ ଗିଫ୍ଟ ଆକାରରେ ଦେଇପାରିବେ ନା ଦେଇପାରିବେନି? ହଁ, ଦେଇପାରିବେ। ଯଦି ଆପଣମାନେ ମୟୂର ପକ୍ଷୀ କାହାକୁ ଉପହାର ସୂତ୍ରରେ ଦିଅନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ସେ ଲୋକର ମଙ୍ଗଳ ହେବ। ସେଭଳି ମୟୂର ପକ୍ଷୀ ଆପଣମାନେ ପର୍ସରେ ରଖିପାରିବେ ନା ରଖିପାରିବେନି? ଦେଖନ୍ତୁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପର୍ସରେ ଆପଣମାନେ ମୟୂର ପକ୍ଷୀ ରଖିପାରିବେ, କିନ୍ତୁ ଏହାକୁ ରଖିବା କଥା ନୁହଁ ପର୍ସରେ। ଆପଣଙ୍କର ଉନ୍ନତି ପାଇଁ ଆପଣମାନେ ମୟୂର ପକ୍ଷୀକୁ ଘରେ ରଖନ୍ତୁ, ଠାକୁର ଘରେ ଲଗାନ୍ତୁ, ଆପଣଙ୍କ ବେଡ଼ରୁମ୍ରେ ଲଗାନ୍ତୁ, କିନ୍ତୁ ପର୍ସରେ ନ ରଖିଲେ ଭଲ। ଆଜିକାଲିର ଆଧୁନିକ ଯୁଗରେ ବହୁତ ଥର ଆପଣମାନେ ଦେଖିଥିବେ ପିଲାମାନେ କ'ଣ କରୁଛନ୍ତି ନା ମୋବାଇଲର ପଛପଟେ ବହୁତ ଜଣ ମୟୂର ପକ୍ଷୀ ରଖୁଛନ୍ତି। ତେବେ ଏହା ଠିକ୍ ନା ଭୁଲ? ମୋବାଇଲର ପଛପଟେ ଆପଣମାନେ ମୟୂର ପକ୍ଷୀ ରଖିପାରିବେ। ରଖିଲେ କ'ଣ ହୁଏ ନା ଆପଣଙ୍କର ପ୍ରେମରେ ସଫଳତା ଆପଣଙ୍କୁ ମିଳିଥାଏ। ତେବେ ମୟୂର ପକ୍ଷୀ ଯେତେବେଳେ ଆପଣମାନେ ଘରେ ରଖୁଛନ୍ତି, ଦେଖନ୍ତୁ ମୟୂର ପକ୍ଷୀଟି ସମ୍ପୂର୍ଣ୍ଣ ଭାବରେ ସୁନ୍ଦର ହୋଇଥିବା ଦରକାର, ଯେମିତି ତାର କେଉଁଠୁ ଚିରି ଯାଇନଥିବ, ଫାଟି ନଥିବ, ତାହେଲେ ଆପଣମାନେ ଘରେ ରଖନ୍ତୁ। ତେବେ ମୟୂର ପକ୍ଷୀ ଆପଣମାନେ ଘରେ ରଖିବା ସମୟରେ ଏ କଥାର ନିହାତି ଭାବରେ ଧ୍ୟାନ ଦେବେ, ଯେମିତି ମୟୂର ପକ୍ଷୀଟି ଚିରି ନଥିବ ବା ଫାଟି ନଥିବ, ସୁନ୍ଦର ହୋଇଥିବ। ତାକୁ ଠିକ୍ ଭାବରେ ସଜେଇକି ଆପଣମାନେ ଘରେ ରଖନ୍ତୁ, ଯାହାଦ୍ୱାରା ଆପଣଙ୍କର ମଙ୍ଗଳ ହେବ, କଲ୍ୟାଣ ହେବ। ଆଶା କରୁଛି ଆଜିକାର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।